କୁରୁ ରାଜସଭାର ଗୁରୁଜନମାନଙ୍କୁ ପରୀକ୍ଷିତ ଏପରି ଧିକ୍କାର କରୁଥିବା ଶୁଣି ତାଙ୍କୁ ଶାନ୍ତ କରାଇବାକୁ ଯାଇ ବ୍ୟାସଦେବ କହିଲେ, ବତ୍ସ ପରୀକ୍ଷିତ, ସେପରି ମନେ କରିବା ଠିକ୍ ନୁହେଁ। ଦୁର୍ଯ୍ୟୋଧନ, ଦୁଶାସନ ଆଦି ଦୁଷ୍ଟମାନଙ୍କ ଆଚରଣ ସଭାର ଗୁରୁଜନମାନେ ପସନ୍ଦ କରିନଥିଲେ। ସେମାନେ ଗର୍ହିତ କାର୍ଯ୍ୟ କରୁଛନ୍ତି ବୋଲି ଗୁରୁଜନମାନେ ନିଜର ବିରକ୍ତି ପ୍ରକାଶ କରିଥିଲେ ସୁଦ୍ଧା ଦୁର୍ଜନ କୁରୁମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ। ପାପକର୍ମ ପାଇଁ ସଂକଳ୍ପ କରିଥିବା ସେହି ଦୁରାଚାରୀମାନଙ୍କୁ କିଏ କ'ଣ କରିପାରନ୍ତା? ଦ୍ରୌପଦୀଙ୍କ କେଶାକର୍ଷଣ କରି ରାଜସଭା ମଧ୍ୟକୁ ଦୁଶାସନ ଟାଣି ଆଣୁଥିଲା ବେଳେ ଭୀଷ୍ମ, ବିଦୁର ଓ ଦ୍ରୋଣାଚାର୍ଯ୍ୟ କି ଯେ ମନୋବେଦନା ଭୋଗ କରୁଥିଲେ ତାହା ପ୍ରକାଶ କରିବା ପାଇଁ ମୋର ଭାଷା ନାହିଁ। ସେମାନଙ୍କ ମୁହଁ ଲୁହରେ ଭାସି ଯାଉଥିଲା। ସେ ଦୃଶ୍ୟ ସେମାନେ ମୁଣ୍ଡ ଟେକି ଦେଖିପାରିନଥିଲେ। ସେତିକି କେବଳ ନୁହେଁ, ପରମ ସାଧ୍ୱୀ ଦ୍ରୌପଦୀଙ୍କ ଚକ୍ଷୁରୁ ଅଗ୍ନିକଣା ନିର୍ଗତ ହେଉଥିଲା। ସତ୍ୟ କହିଲେ କୁରୁସଭାର ଯାହା ଉପରେ ସେ ଅଗ୍ନିଦୃଷ୍ଟି ପଡ଼ିଥାନ୍ତା ସେ ତତ୍କ୍ଷଣାତ୍ ଭସ୍ମ ହୋଇଯାଇଥାନ୍ତା। ଦ୍ରୌପଦୀ କେବଳ ଧର୍ମମୂର୍ତ୍ତି ଯୁଧିଷ୍ଠିରଙ୍କ ମୁହଁକୁ ଚାହିଁ ରହିଥିଲେ ଏବଂ ତାଙ୍କର ଶାନ୍ତ ସ୍ୱଭାବ ସେ ସ୍ମରଣ କରୁଥିବାରୁ ତାଙ୍କର ରୁଦ୍ର ଦୃଷ୍ଟିରୁ ସଭା ରକ୍ଷା ପାଇଯାଇଥିଲା। ନଚେତ୍ ଦୁର୍ଯ୍ୟୋଧନ, ଦୁଶାସନ ଆଦି କ୍ରୂରମାନେ ନିମିଷକରେ ଭସ୍ମୀଭୂତ ହୋଇଥାନ୍ତେ। ଦ୍ରୌପଦୀଙ୍କ ଆର୍ତ୍ତସ୍ୱର ଅର୍ଜୁନ, ଭୀମ, ନକୁଳ ଓ ସହଦେବଙ୍କୁ କାନରେ କଣ୍ଟା ଫୋଡ଼ିଲା ପରି ଲାଗୁଥିଲେ ସୁଦ୍ଧା ଯୁଧିଷ୍ଠିରଙ୍କ ପ୍ରଶାନ୍ତ ବଦନକୁ ଚାହିଁ ସେମାନେ ଶାନ୍ତ ରହିଥିଲେ। ସେଦିନ ଧର୍ମରାଜଙ୍କ ସହନଶୀଳତା କେବଳ ସମସ୍ତଙ୍କୁ ଦ୍ରୌପଦୀଙ୍କ ସଂହାର ଦୃଷ୍ଟିରୁ ରକ୍ଷା କରିଥିଲା। ଅନ୍ୟଥା ସଭାରେ ଜଣେ କେହି ସେଥିରୁ ବର୍ତ୍ତି ନଥାନ୍ତେ ଏବଂ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଯୁଦ୍ଧର ଆବଶ୍ୟକତା ବି ଉପୁଜି ନଥାନ୍ତା। ସବୁକିଛି ପାଇଁ ଈଶ୍ୱରେଚ୍ଛା ହିଁ ଆଧାର। ପରମାତ୍ମା ଶ୍ରୀକୃଷ୍ଣଙ୍କ ସଂକଳ୍ପ କିଏ ଆନ କରିପାରିଥାନ୍ତା? ଦ୍ରୌପଦୀ ଜଣ ଜଣ କରି ଭର୍ତ୍ତାମାନଙ୍କ ବଳ ପରାକ୍ରମ କଥା ବର୍ଣ୍ଣନା କରି ତାଙ୍କୁ ଦୁଃଶାସନ କବଳରୁ ରକ୍ଷା କରିବା ପାଇଁ କାତର ଭାବରେ ପ୍ରାର୍ଥନା କରୁଥାନ୍ତି। କିନ୍ତୁ ସେମାନଙ୍କ ନିଶ୍ଚେଷ୍ଟତା ଲକ୍ଷ୍ୟ କରି ବିଜୁଳି ଚମକ ଭଳି ତାଙ୍କର ଅନ୍ତର ଭିତରେ ଶ୍ରୀକୃଷ୍ଣଙ୍କ କମଳବଦନ ଉଦ୍ଭାସିତ ହେଲା। ଦିନାର୍ଥ କଣ୍ଠରେ ଦ୍ରୌପଦୀ ପ୍ରାର୍ଥନା କଲେ, ଶ୍ୟାମ ସୁନ୍ଦର, ଏ ଅପମାନ ମୋର ନୁହେଁ, ପାଣ୍ଡବମାନଙ୍କର ମଧ୍ୟ ନୁହେଁ। ଏ ଅପମାନ ତୁମର। ତୁମେ ଆମର ସର୍ବସ୍ୱ। ମୋତେ ଏପରି ଦଣ୍ଡ ଦେବା ତୁମର ଧର୍ମ ନୁହେଁ। ଆମ ହୃଦୟ ତୁମକୁ ଅର୍ପଣ କରିସାରିଛୁ। ସେତିକିରେ ବୋଧହୁଏ ତୁମେ ସନ୍ତୁଷ୍ଟ ହୋଇନାହଁ। ମୁଁ ବର୍ତ୍ତମାନ ମୋର ଦେହ ତୁମ ପାଦପଦ୍ମରେ ଅର୍ପଣ କଲି। ଏଣିକି ତୁମର ଇଚ୍ଛା। ଏହି ଭାବରେ ଦ୍ରୌପଦୀ ସମ୍ପୂର୍ଣ୍ଣ ଭାବରେ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହୋଇଥିଲେ। ବତ୍ସ ପରୀକ୍ଷିତ, ଦେଖ ଶରଣାଗତିର ଫଳ। ସେହି ମୁହୂର୍ତ୍ତରେ ଭକ୍ତବତ୍ସଳ ଆର୍ତ୍ତତ୍ରାଣ ପରାୟଣ ଅନାଥନାଥ ଶରଣାଗତ ବନ୍ଧୁ ଭଗବାନ ଶ୍ରୀକୃଷ୍ଣ ନିର୍ଗୁଣ ନିରାକାର ରୂପରେ ଦ୍ରୌପଦୀଙ୍କ ହୃଦୟରେ ବିଭାସିତ ହେଲେ। ଦ୍ରୌପଦୀଙ୍କ ଶରୀରରୁ ଦୁଃଶାସନ ଯେତେ ବସ୍ତ୍ର ଟାଣି ବାହାର କରୁଥିଲେ ମଧ୍ୟ ତାହା ଅକ୍ଷୟ ହୋଇ ଉଠିଲା। ଦ୍ରୌପଦୀଙ୍କ ଭକ୍ତି ଓ ଶ୍ରୀକୃଷ୍ଣଙ୍କ ଶକ୍ତି ସଭାର ସମସ୍ତଙ୍କୁ ବିସ୍ମୟରେ ଅଭିଭୂତ କରିଥିଲା। ଯେବେ ହେଲେ ବିଜୟ ସତ୍ୟର ଓ ଧର୍ମର ବୋଲି ସେମାନଙ୍କର ସମ୍ପୂର୍ଣ୍ଣ ହୃଦ୍ବୋଧ ହେବାର ପ୍ରମାଣ ଦେଇଥିଲା ସେମାନଙ୍କ ନେତ୍ରର ଆନନ୍ଦାଶ୍ରୁ। ହତାଶ ଦୁଃଶାସନ ଅବସନ୍ନ ଦେହରେ ବସି ପଡ଼ିଥିଲା ସିନା ଦ୍ରୌପଦୀଙ୍କ ଇଜ୍ଜତରେ ଆଞ୍ଚ ଆଣିପାରିନଥିଲା। ପାଣ୍ଡବମାନଙ୍କୁ ଅପମାନ ଦେବାକୁ ଯାଇ ପରିଶେଷରେ କୌରବମାନେ ହିଁ ଅପମାନିତ ହେଲେ। ଧର୍ମଧାରକ ପାଣ୍ଡବମାନଙ୍କ ପରାଭବ ଦୈବ କ'ଣ ସହିପାରିଥାନ୍ତା? ଦ୍ରୌପଦୀ ଓ ପାଣ୍ଡବମାନଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ଓ ସେମାନଙ୍କ ପ୍ରତି ଶ୍ରୀକୃଷ୍ଣଙ୍କର ଅନୁଗ୍ରହ ହିଁ ଏହାର ମୂଳ କାରଣ। ପାଣ୍ଡବମାନଙ୍କ ଭଗବତ ବିଶ୍ୱାସ ଆସନ୍ନ କଳିଯୁଗରେ ଆଦର୍ଶ ସ୍ୱରୂପ ସ୍ଥାପନ ପାଇଁ ଏସବୁ ପରମାତ୍ମାଙ୍କର ଲୋକଶିକ୍ଷାମୂଳକ ଲୀଳା ନାଟକ ବିନା ଅନ୍ୟ କିଛି ନୁହେଁ। ଯେତେ କଷ୍ଟ ନଷ୍ଟ ଅନିଷ୍ଟ ଘଟିଲେ ହେଁ ଦୈବାର୍ପିତ ବୁଦ୍ଧିରେ ଯେଉଁ ଭକ୍ତ ସେସବୁ ସ୍ୱାଗତ କରନ୍ତି ତାଙ୍କର ଯୋଗକ୍ଷମ ଭଗବାନ ବହନ କରିଥାନ୍ତି। ଏ ଦୃଢ଼ ବିଶ୍ୱାସ ଯେତେ ଦୁଃଖ ଦୁର୍ଦ୍ଦଶା ପଡ଼ିଲେ ହେଲେ ଈଶ୍ୱରାର୍ପିତ ଭାବରେ ସେସବୁ ସହ୍ୟ କରିବାର ଦମ୍ଭ ସଜ୍ଜନମାନଙ୍କୁ ଅର୍ଥାତ୍ ଭଗବତମାନଙ୍କୁ କେବଳ ଭଗବାନ ଅଧିକ କଷ୍ଟ ଦେଇଥାନ୍ତି। ଏକଥା ପ୍ରମାଣ କରିବା ପାଇଁ
ପାଣ୍ଡବମାନଙ୍କୁ ନିମିତ୍ତ କରି ଶ୍ରୀକୃଷ୍ଣଙ୍କର ତାହା ଥିଲା ଏକ ନାଟକ। ସବୁ ତାଙ୍କର ଲୀଳା। ଅକ୍ଷୟ ବସ୍ତ୍ର ଦାନ କରି ତାଙ୍କର ଲଜ୍ଜା ରକ୍ଷା କରିଥିବା ପରମ କୃପାଳୁ ଶ୍ରୀକୃଷ୍ଣଙ୍କ ନାମ ସ୍ମରଣ କରି ଅଶ୍ରୁଳ ବିହଳ ଦ୍ରୌପଦୀ ଉନ୍ମତ୍ତ ଭାବରେ କୃଷ୍ଣ କୃଷ୍ଣ ଚିତ୍କାର କରିବାରେ ସଭାର ସମସ୍ତ ଭୟଭୀତ ହୋଇଯାଇଥିଲେ। ସେମାନଙ୍କର ମନେ ହେଲା ସାକ୍ଷାତ ଶକ୍ତି ଯେପରି ସେଠାରେ ଆବିର୍ଭୂତ ହୋଇଛନ୍ତି। ତାଙ୍କର ଦେହର ଦିବ୍ୟ ତେଜରେ ସେମାନଙ୍କର ଚକ୍ଷୁ ଝଲସି ଯାଇଥିଲା। ଶ୍ରୀକୃଷ୍ଣ ପ୍ରତ୍ୟକ୍ଷ ହୋଇ ଦ୍ରୌପଦୀଙ୍କୁ କହିଲେ, ମୁଁ ଥିଲାବେଳେ ତୁମର ଭୟ କ'ଣ? ଏହି ମଦାନ୍ଧମାନଙ୍କର ବିନାଶ ନିମନ୍ତେ କେବଳ ମୁଁ ଦେହ ଧାରଣ କରିଛି। ସେଥିସଙ୍ଗେ ପାଣ୍ଡବମାନଙ୍କ ଖ୍ୟାତି ଜ୍ୟୋତି ମଧ୍ୟ ବିସ୍ତାର କରିବି। ଶାନ୍ତ ହୁଅ। ଶ୍ରୀକୃଷ୍ଣଙ୍କ ଅଭୟ ବାଣୀରେ କୃତକୃତ୍ୟ ଦ୍ରୌପଦୀ ତାଙ୍କର କଜ୍ଜଳ ପୂରିତ ଲୋଚନର ଅଶ୍ରୁ ଜଳରେ ଶ୍ରୀକୃଷ୍ଣଙ୍କ ପାଦପଦ୍ମ ପଖାଳି ଦେଲେ। ନିଜର କେଶ ଦାମରେ ସେହି ପାଦପଦ୍ମ ପୋଛି ଦେଇ ତନ୍ମୟତାରେ ସେଥି ଉପରେ ଢଳି ପଡ଼ିଥିଲେ। ଦ୍ରୌପଦୀଙ୍କର ହର୍ଷୋଲ୍ଲାସରେ ସଭାର ସମସ୍ତ ଉପସ୍ଥିତ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ। ନନ୍ଦଗୋପାଳ ତାଙ୍କର ଦିବ୍ୟ ମଙ୍ଗଳ ହସ୍ତରେ ଅଭୟ ମୁଦ୍ରାରେ ଦ୍ରୌପଦୀଙ୍କ ମସ୍ତକ ସ୍ପର୍ଶ କରି କହିଲେ, ଉଠ, ଦୁଶାସନ ମୁକ୍ତ କରିଦେଇଥିବା ତୁମ ବେଣୀ ବାନ୍ଧି ଦିଅ। ଭବିଷ୍ୟତ କଥା ଚିନ୍ତା କର। ତୁମ ସ୍ୱାମୀମାନଙ୍କ ପାଖକୁ ଯାଅ। ଶ୍ରୀକୃଷ୍ଣଙ୍କ ବଚନ ଶୁଣି ଦ୍ରୌପଦୀ ଆହତ ସର୍ପ କ୍ରୋଧରେ ଫଣା ଉତ୍ତୋଳନ କଲା ଭଳି ଶ୍ରୀକୃଷ୍ଣଙ୍କ ପାଦପଦ୍ମରୁ ଉଠି ଠିଆ ହେଲେ। ତାଙ୍କର ଆଲୁଳାୟିତ କୁନ୍ତଳ ମୁଖ ଉପରକୁ ଖସି ଆସିଥାଏ। ରୋଷ କଷାୟିତ ନୟନ ଯୁଗଳ ବିଦ୍ୟୁତ୍ ରେଖା ଭଳି ଚମକୁଥାଏ। କ୍ରୋଧଦୀପ୍ତ କଣ୍ଠରେ କହିଲେ, କୃଷ୍ଣ, ଚିରିଥିବା ବସ୍ତ୍ର ସିଲାଇ କରାଯାଇପାରେ ସିନା, ଛିଣ୍ଡି ଯାଇଥିବା ସୂତ୍ର ଯୋଡ଼ିବା ସମ୍ଭବ ହୁଏ ନାହିଁ। କୁଳୀନ କନ୍ୟାଙ୍କୁ ଥରେ ମାତ୍ର କନ୍ୟାଦାନ କରାଯାଏ ସିନା, ବାରମ୍ବାର କରାଯାଏ ନାହିଁ। ଛିଣ୍ଡିଥିବା କ୍ଷୀର କେତେ ଉପାୟ କଲେ ବି ଭଲ କ୍ଷୀର ହୋଇପାରେ ନାହିଁ। ବାହାରକୁ ଆସିଯାଇଥିବା ହାତୀର ଦାନ୍ତ ଆଉ ଭିତରକୁ ପଶିଯାଏ ନାହିଁ। ସେହିପରି ଦ୍ରୌପଦୀର ବେଣୀ ଥରେ ମୁକୁଳା ହୋଇସାରିଛି ତ ସବୁଦିନ ପାଇଁ ମୁକୁଳା ହିଁ ରହିବ। ଦୁଷ୍ଟ ଦୁଃଶାସନର କଳୁଷିତ କରସ୍ପର୍ଶ ଥରେ ଲାଗିଲା ପରେ ତାହା ଆଉ ପୂର୍ବ ଭଳି ସୌଭାଗ୍ୟ ବେଣୀରେ ବାନ୍ଧି ହେବ ନାହିଁ। ଦ୍ରୌପଦୀଙ୍କ ବିକ୍ଷତ ହୃଦୟର ଭାଷା ଶ୍ରବଣ କରି ସଭାର ସମସ୍ତେ ଭର୍ଷିତ ଓ ଲଜ୍ଜିତ ଭାବରେ ମୁଣ୍ଡ ପୋତି ଦେଇଥିଲେ। ନଟବର ଶ୍ରୀକୃଷ୍ଣ କିନ୍ତୁ ନୀରବ ରହିନଥିଲେ। କହିଲେ, ତାହେଲେ ତୁମର ମୁକ୍ତ କେଶ କେବେ ପୁଣି ବେଣୀରେ ବାନ୍ଧିବ? ଏଭଳି ମୁକ୍ତ କେଶରେ ତୁମେ ଭୟଙ୍କର ଦେଖାଯାଉଛ। ବୀରାଙ୍ଗନା ଦ୍ରୌପଦୀ ସିଂହନାଦ କରି କହିଲେ, ଶ୍ୟାମ ସୁନ୍ଦର, ଯେଉଁ ଦୁରାତ୍ମା ତାର ପାପ ପଙ୍କିଳ ହସ୍ତରେ ମୋର କେଶାକର୍ଷଣ କଲା, ତାର ଖଣ୍ଡ ବିଖଣ୍ଡିତ ମୁଣ୍ଡ ଶ୍ୱାନ ଶୃଗାଳ କଡ଼ମଡ଼ କରି ଖାଇବା ଯେବେ ଦେଖିବି, ତାର ଶଙ୍ଖା ସିନ୍ଦୁର ବିହୀନ ବିଧବା ସ୍ତ୍ରୀ ଯେବେ କାନ୍ଦିବା ଶୁଣିବି, ସେଇଦିନ ଯାଇ ମୋର କେଶ ସଂସ୍କାର କରିବି। ଏହା ମୋର ଶପଥ। ସେ ପର୍ଯ୍ୟନ୍ତ ଏ କେଶ ଏହିପରି ମୁକୁଳା ରହିବ। ଦ୍ରୌପଦୀଙ୍କ ଭୀମ ପ୍ରତିଜ୍ଞା ଶ୍ରବଣ କରି ସଭାର ବୟୋଜ୍ୟେଷ୍ଠ ତଥା ଧର୍ମଚାରୀ ବ୍ୟକ୍ତିମାନେ କାନରେ ହାତ ଦେଇ, ମା ଶାନ୍ତ ହୁଅ, ଶାନ୍ତ ହୁଅ, ସାଧ୍ୱୀ ଶିରୋମଣି, ଅଧମର ଅପରାଧ କ୍ଷମା କର ବୋଲି ଉଚ୍ଚ ସ୍ୱରରେ କାକୁତି କରିଥିଲେ। ଧୃତରାଷ୍ଟ୍ର ବିବ୍ରତ ହୋଇଯାଇଥିଲେ। ବାହାରକୁ ଦାମ୍ଭିକ ଓ ଦର୍ପିତ ଜଣାଯାଉଥିଲେ ମଧ୍ୟ କୌରବମାନଙ୍କ ପ୍ରାଣପୁର ଭୟ ବାତ୍ୟାରେ ବିଧ୍ୱସ୍ତ ହୋଇଯାଉଥିଲା। ଦ୍ରୌପଦୀଙ୍କ ପ୍ରତିଜ୍ଞା ଅନ୍ୟଥା ହେବ ନାହିଁ ବୋଲି ସମସ୍ତଙ୍କୁ ଏକ ପ୍ରକାର ଆତଙ୍କ ଘୋଟିଯାଇଥିଲା। ଦ୍ରୌପଦୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଶ୍ରୀକୃଷ୍ଣ କହିଲେ, ଦ୍ରୌପଦୀ, ତୁମେ ଯେପରି ଚାହୁଁଛ ସେପରି ଅବଶ୍ୟ ଘଟିବ। ତୁମ ପତିମାନଙ୍କୁ ଯେଉଁ ଦୁଷ୍ଟମାନେ ଦୁଃଖ ଦେଇଛନ୍ତି, ମୁଁ ସେମାନଙ୍କୁ ସମୂଳେ ବିନାଶ କରିବି। ଜନ୍ମକାଳରୁ ତୁମର ଜିହ୍ୱା ପରିହାସ ଛଳରେ ସୁଦ୍ଧା କେବେ ଅସତ୍ୟ ଭାଷି ନାହିଁ। ଆଜି ସେ ଜିହ୍ୱାର ଭାଷା ବିଫଳ ହେବ କିପରି? ତୁମେ ସତ୍ୟବାକ୍, ସତ୍ୟର ବିଜୟ ସୁନିଶ୍ଚିତ। ଏପରି ଭାବରେ ଶ୍ରୀକୃଷ୍ଣ ତୁମର ପିତାମହୀଙ୍କୁ ଅଭୟ ପ୍ରଦାନ କରିଥିଲେ। କୌରବମାନଙ୍କ ସର୍ବନାଶ କରି ପାଣ୍ଡବମାନଙ୍କ ଧର୍ମନିଷ୍ଠାର ଗୌରବ ପ୍ରକାଶ କରିଥିଲେ। ଧର୍ମ ଯେଉଁଠି, ଭଗବାନ ସେଇଠି, ଏବଂ ଭଗବାନ ଯେଉଁଠି, ବିଜୟ ସେଇଠି। ଇଏ ପବିତ୍ର ସୂକ୍ତି ଲୋକଙ୍କୁ ଶିକ୍ଷା ଦେଇଥିଲେ। ବୁଝୁଛ ତ, ତୁମର ପିତାମହମାନେ କେତେ ଭାଗ୍ୟବନ୍ତ ଥିଲେ। ସେମାନେ ଧର୍ମପଥ ଓ ସତ୍ୟପଥ ହୁଡ଼ି ନଥିଲେ ବୋଲି
ଭଗବାନ କୃଷ୍ଣଙ୍କ ଅନୁଗ୍ରହ ପାତ୍ର ହୋଇପାରିଥିଲେ। ସୁତରାଂ ଯାଗ ଯଜ୍ଞ ବ୍ରତ ବିଧାନ ନ କରିପାରିଲେ ସୁଦ୍ଧା ଯେଉଁ ଜୀବ ସତ୍ୟଧର୍ମକୁ ଆଶ୍ରୟ କରି ରହିଥାଏ ତାହା ହିଁ ତା ପାଇଁ ଭବସାଗର ତରଣର ନୌକା ହୁଏ, ମୁକ୍ତି ତୀରରେ ଉପନୀତ କରାଏ। ତା ନହେଲେ ତୁମର ପିତାମହମାନେ ଅରଣ୍ୟବାସ କଲା କାଳରେ ସେମାନଙ୍କୁ ଭସ୍ମ କରିବା ସଂକଳ୍ପ ଘେନି ମହାଶକ୍ତିଧର ଦୁର୍ବାସା ମୁନି ଦୁର୍ଯ୍ୟୋଧନର ପ୍ରରୋଚନାରେ କେତେ କୁଚକ୍ର ଫନ୍ଦିଥିଲେ ସୁଦ୍ଧା ତପଶକ୍ତି ଅପେକ୍ଷା ଭଗବତ୍ ସେବାମୂଳକ ଭକ୍ତି ଶକ୍ତି ଶ୍ରେଷ୍ଠ ବୋଲି ହୃଦୟଙ୍ଗମ କରି ପାଣ୍ଡବମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ବ୍ୟାସଦେବ ପାଣ୍ଡବମାନଙ୍କ ଭକ୍ତି ଓ ପ୍ରପତ୍ତି ମୁକ୍ତ କଣ୍ଠରେ ବର୍ଣ୍ଣନା କରୁଥିଲା ବେଳେ ପରୀକ୍ଷିତ ମନେ ମନେ ଗୌରବ ଅନୁଭବ କରୁଥାନ୍ତି। ଦୁର୍ବାସା ପ୍ରସଙ୍ଗର ସୂଚନା ପାଇ ବିସ୍ମୟରେ ପ୍ରଶ୍ନ କଲେ, କ'ଣ ଆପଣ କହୁଛନ୍ତି? ଦୁର୍ବାସା ମୋର ପିତାମହମାନଙ୍କ ଅନିଷ୍ଟ କରିବାକୁ ଯାଇ ବିଫଳ ହୋଇଥିଲେ? ତାହେଲେ ମୋର ପିତାମହମାନେ ମହାଋଷିମାନଙ୍କ ଅପେକ୍ଷା ଅଧିକ ଶକ୍ତି ସମ୍ପନ୍ନ ଥିଲେ। ସେ ବଂଶରେ ଜନ୍ମ ହେବା ମୋର ପରମ ସୌଭାଗ୍ୟ। ଦୁର୍ବାସାଙ୍କ ଖଳବୁଦ୍ଧି ବୃତ୍ତାନ୍ତ ମୋତେ ବିସ୍ତାରିତ ଭାବରେ କହନ୍ତୁ। ବ୍ୟାସଦେବ କହିଲେ, ମହାରାଜ, ଗୋପାଳଙ୍କ କୃପାଧନ୍ୟ ହୋଇଥିବାରୁ ପାଣ୍ଡବମାନେ ଅରଣ୍ୟରେ ପରମ ସନ୍ତୋଷରେ କୌଣସି ଅସୁବିଧା ନଥାଇ ଯଶ ଅର୍ଜନ କରି ଦିନାତିପାତ କରୁଥିଲେ। ହସ୍ତିନାପୁର ଅପେକ୍ଷା ଅରଣ୍ୟବାସ ସେମାନଙ୍କୁ ଅଧିକତର ଆନନ୍ଦ ଦେଇଥିଲା। ସୁବାସ ପୁଷ୍ପ ବାମ ହେଉ କି ଦକ୍ଷିଣ ହେଉ, ଯେଉଁ ହାତରେ ଧରିଲେ ବି ତାର ସୁଗନ୍ଧ ଯେପରି ଅପରିବର୍ତ୍ତିତ ରହିଥାଏ, ସେହିପରି ଅରଣ୍ୟ ହେଉ କି ଆକାଶ ହେଉ, ଗ୍ରାମ ହେଉ କି ପାଟଣା ହେଉ, ତୀର ହେଉ କି ସ୍ରୋତ ହେଉ, ଯେଉଁଠି ଥିଲେ ହେଲେ ପବିତ୍ର ହୃଦୟର ପବିତ୍ରତା ସର୍ବଦା ସର୍ବାବସ୍ଥାରେ ପବିତ୍ର ହିଁ ରହିଥାଏ। ତୁମ ପିତାମହମାନେ ତାର ପ୍ରତ୍ୟକ୍ଷ ପ୍ରମାଣ। ସଦାଚାରୀ ବ୍ୟକ୍ତିର ଶାନ୍ତି ଓ ସନ୍ତୋଷ ଦୁରାଚାରୀର ଲାଭ ହୋଇନଥାଏ। କୋକିଳ କଣ୍ଠ କାକ ପକ୍ଷରେ ଯେପରି ଶ୍ରୁତିକଟୁ ହୋଇଥାଏ, ସେହିପରି ତୁମର ପିତାମହମାନଙ୍କ ବିଭବ ଦୁଷ୍ଟ ଦୁର୍ଯ୍ୟୋଧନ ଓ ଦୁଃଶାସନ ଆଦିଙ୍କ ପକ୍ଷରେ ଚକ୍ଷୁଶୂଳ ହେଇଥିଲା। କିନ୍ତୁ କ'ଣ ସେମାନେ କରିପାରିଥାନ୍ତେ? ଯାହା କରିବାର ଥିଲା କରିସାରିଥିଲେ। ଯେତେ କଷ୍ଟ ଦେବାର ଥିଲା ଦେଇସାରିଥିଲେ। ଯେତେ ଭାବରେ ଦୁର୍ବ୍ୟବହାର କରାଯାଇପାରେ କରିସାରିଥିଲେ। ଶେଷରେ ରାଜ୍ୟରୁ ଏକ ବସ୍ତ୍ରରେ ଭୋକିଲା ପେଟରେ ସେମାନଙ୍କୁ ଅରଣ୍ୟକୁ ବିତାଡ଼ିତ କରିଥିଲେ। ପାଣ୍ଡବମାନଙ୍କୁ କୌରବମାନେ ସାଂସାରିକ ମନୁଷ୍ୟ ବୋଲି ହୁଏତ ଭାବୁଥିଲେ। ସେମାନେ ବୁଝିପାରିନଥିଲେ ଯେ ପାଣ୍ଡବ ଦେହର ପ୍ରତ୍ୟେକ ତନ୍ତୁରେ, ପ୍ରତ୍ୟେକ ଅଣୁକୋଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ଗୋପାଳ ବିରାଜିତ ଥିଲେ। ସେପରି ଦେହ ସଙ୍ଗେ ଯୁଝି ଜୟ କରିବା କାହାର ସାଧ୍ୟ ନୁହେଁ। ସୁତରାଂ ସେ ଦେହ ସଙ୍ଗେ ଶାରୀରିକ ସମ୍ପର୍କ ବର୍ଜନ କରି କେବଳ କପଟ ଉପାୟରେ ସେମାନେ ଭୌତିକ ପଦାର୍ଥମାନ ଅପହରଣ କରିଥିଲେ। ତୁମ ପିତାମହମାନଙ୍କର ଭୌତିକ ସମ୍ପଦ ବୋଲି ତ କିଛି ନଥିଲା। ପାଣ୍ଡବ ଭ୍ରାତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସେମାନଙ୍କ ଭିତରେ କଳହ ଲଗାଇଦେବା ଉଦ୍ଦେଶ୍ୟରେ କେତେ ଫନ୍ଦି ଫିକର କଲେ ସୁଦ୍ଧା ଭାଇମାନଙ୍କ ଭିତରେ ପରସ୍ପର ପ୍ରତି ପ୍ରଗାଢ଼ ଶ୍ରଦ୍ଧା ଓ ପ୍ରୀତି ଏବଂ ସତ୍ୟାସତ୍ୟ ଜାଣିବାର ଜ୍ଞାନ ଥିବା ହେତୁରୁ ସେମାନଙ୍କ ମନରେ ବିଭେଦ ବୁଦ୍ଧି ପାଇଁ ସ୍ଥାନ ନଥିଲା। କୌରବମାନଙ୍କ ସମସ୍ତ ପ୍ରଚେଷ୍ଟା ବ୍ୟର୍ଥ ହୋଇଥିଲା। କେତେ କୌଶଳ କରି ମଧ୍ୟ ପାଣ୍ଡବମାନଙ୍କୁ ବିନାଶ କରିପାରୁନାହାନ୍ତି ବୋଲି କୌରବଙ୍କ ଅନ୍ତରରେ ଦାବାଗ୍ନି ଜଳୁଥିଲା। କୌରବମାନେ ଏକ ପ୍ରକାର ନିରାଶ ହୋଇପଡ଼ିଥିଲେ। ପାଣ୍ଡବମାନଙ୍କ ବିନାଶର ବାଟ ସେମାନେ ଖୋଜି ପାଉନଥିଲେ। ସେପରି ସମୟରେ କ୍ରୋଧମୂର୍ତ୍ତି ମହାଋଷି ଦୁର୍ବାସା 10,000 ଶିଷ୍ୟ ସଙ୍ଗେ ଘେନି ଚତୁର୍ମାସ୍ୟା ବ୍ରତ ଉଦ୍ଯାପନ ନିମନ୍ତେ ହସ୍ତିନାପୁରରେ ଯାଇ ପହଞ୍ଚିଲେ। ଦୁର୍ବାସାଙ୍କ ଶକ୍ତି ଓ ସାମର୍ଥ୍ୟ ତଥା କ୍ରୋଧ ସ୍ୱଭାବ ବିଷୟରେ କୌରବମାନେ ଭଲ ଭାବରେ ବିଦିତ ଥିଲେ। ସୁତରାଂ ତାଙ୍କୁ ପ୍ରସନ୍ନ କରି ପାଣ୍ଡବମାନଙ୍କୁ ବିନାଶ କରିବା ସଂକଳ୍ପ ମନରେ ରଖି ମହାମୁନି ଯେପରି ଚାହୁଁଥିଲେ ଓ ଯେପରି ଆଜ୍ଞା ଦେଉଥିଲେ ତାହା ସେମାନେ ସେପରି ନିଜେ କରୁଥିଲେ ଓ କରାଉଥିଲେ। ଦୁର୍ବାସା ଅଥବା ତାଙ୍କର ଶିଷ୍ୟମାନଙ୍କର କେଉଁ ବିଷୟରେ ହେଲେ ଯେପରି ଅଭାବ ନ ରହେ କିମ୍ବା ସେମାନେ ଯେପରି ଅସନ୍ତୁଷ୍ଟ ଅବା ବିରକ୍ତ ନ ହୁଅନ୍ତି, ସେଥିପ୍ରତି କୌରବମାନେ ସର୍ବଦା ସାବଧାନ ଥିଲେ। ସେଥିଲାଗି କେତେ ଧନ ବ୍ୟୟ ହେଉଛି ସେଥିପ୍ରତି ସେମାନଙ୍କର ଦୃଷ୍ଟି ନଥିଲା।
ଦୁର୍ବାସାଙ୍କୁ ସେବାରେ ପ୍ରସନ୍ନ କରିବା ଥିଲା ଏକମାତ୍ର ଲକ୍ଷ୍ୟ। ସୁତରାଂ ଦୀର୍ଘ 4 ମାସ କାଳ ସଶିଷ୍ୟ ଦୁର୍ବାସାଙ୍କୁ ମିଷ୍ଟାନ୍ନ ଭୋଜନରେ ସେମାନେ ଆପ୍ୟାୟିତ କରିଥିଲେ। ମହାଋଷି ଯେତେ କଠୋର ଭାଷା ବ୍ୟବହାର କଲେ ମଧ୍ୟ ସହିଷ୍ଣୁ ଭାବରେ କରଯୋଡ଼ି କୌରବମାନେ ସବୁକିଛି ଅଙ୍ଗୀକାର କରିଥିଲେ ଏବଂ ତାଙ୍କୁ ସନ୍ତୁଷ୍ଟ କରିପାରିଥିଲେ। ଦିନେ ସୁମିଷ୍ଟ ସୁସ୍ୱାଦୁ ଭୋଜନରେ ପରିତୃପ୍ତ ଦୁର୍ବାସା ଆରାମରେ ବସିଥିଲା ବେଳେ ପ୍ରସନ୍ନ ବଦନରେ ଦୁର୍ଯ୍ୟୋଧନକୁ ସମ୍ବୋଧନ କରି କହିଲେ, ରାଜନ୍, ତୁମ ସେବା ପରିଚର୍ଯ୍ୟାରେ ମୁଁ ତୃପ୍ତ ହୋଇଛି। କେତେ କଠିନ ହେଉ ପଛେ ତୁମେ ଯେଉଁ ବର ମାଗୁଛ ମାଗ, ମୁଁ ଅନୁଗ୍ରହ କରିବି। ଦୁର୍ବାସାଙ୍କ ପ୍ରୋତ୍ସାହନରେ ତାଙ୍କର ବାଞ୍ଛା ପୂରଣ ହେବାର ସମୟ ଆସନ୍ନ ବୁଝି ସନ୍ତୁଷ୍ଟ ମନ ଦୁର୍ଯ୍ୟୋଧନ ଅତିଶୟ ବିନୟ ପ୍ରଦର୍ଶନ କରି କହିଲେ, ପ୍ରଭୁ, ଆପଣଙ୍କର ପ୍ରସନ୍ନତା ହିଁ ମୋ ପକ୍ଷରେ କୋଟି ବରଦାନ ସଙ୍ଗେ ସମାନ। ମୋର ସେତିକି ଯଥେଷ୍ଟ। ମୋର ଧନ ଐଶ୍ୱର୍ଯ୍ୟର ଅଭାବ ନାହିଁ। ମୋତେ ଏଇ କ୍ଷଣି ତ୍ରିଲୋକାଧିପତି କରିଦେଲେ ମଧ୍ୟ ମୋର ଶାନ୍ତି ସନ୍ତୋଷ ଲାଭ ହେବ ନାହିଁ। ଆପଣଙ୍କ ଭଳି ମହାପୁରୁଷଙ୍କୁ ଆଶ୍ରୟ କରି ଆମର ଯଥାସାଧ୍ୟ ସେବା ଅର୍ପଣ କଲା କାଳରେ ମୋର ଭାଇ ପାଣ୍ଡବମାନେ ଯେ ପାଖରେ ନାହାନ୍ତି, ସେତିକି କେବଳ ମୋର ଦୁଃଖ। ଏଭଳି ମହତ୍ ସୁଯୋଗ ସେମାନଙ୍କୁ ମଧ୍ୟ ଦେଇ ସେମାନଙ୍କ ଜୀବନ କୃତାର୍ଥ କରନ୍ତୁ। ଏଠାକୁ ଯେପରି ସଶିଷ୍ୟ ଅତିଥି ଭାବରେ ପଦାର୍ପଣ କଲେ, ସେପରି ମୋର ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିରଙ୍କୁ ଏପରି ସଦ୍ ଅବକାଶ ଦିଅନ୍ତୁ ବୋଲି ମୋର ପ୍ରାର୍ଥନା। ସେତିକି ମୋ ପାଇଁ ଯଥେଷ୍ଟ। ଧର୍ମ ପାଶରେ ଆବଦ୍ଧ ଆମ ବଂଶର ଜ୍ୟେଷ୍ଠ ଯୁଧିଷ୍ଠିର ମୋର ଅନୁନୟ ରକ୍ଷା ନ କରି ବନବାସ କରିଛନ୍ତି। ବନବାସରେ ରହି ମଧ୍ୟ ପ୍ରତିଦିନ ଲକ୍ଷ ଲକ୍ଷ ଅତିଥି ଅଭ୍ୟାଗତଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରୁଛନ୍ତି ବୋଲି ଶୁଣିବାକୁ ପାଉଛି। ଏଠାରେ ମୁଁ ବା ଆପଣଙ୍କର କି ସେବା କରିପାରିଲି? ସେଠାରେ ଏହା ଅପେକ୍ଷା ସହସ୍ର ଗୁଣରେ ଅଧିକ ସୁସ୍ୱାଦୁ ଭୋଜ୍ୟ ପଦାର୍ଥ ପରିବେଷଣ କରି ସେ ଆପଣଙ୍କର ପରିଚର୍ଯ୍ୟା କରିପାରିବେ। ମୋତେ ଯଦି ଅନୁଗ୍ରହ କରିବାକୁ ଚାହୁଁଛନ୍ତି, ତାହାହେଲେ ମୋର ଏକମାତ୍ର ଏ କାମନା ପୂରଣ କରି ମୋ ଜୀବନ ଧନ୍ୟ କରନ୍ତୁ। ଏଭଳି କହି ଦୁର୍ଯ୍ୟୋଧନ ଦୁର୍ବାସାଙ୍କ ପାଦ ଧରିଲେ। ଉତ୍ଫୁଲ୍ଲ ଭାବରେ ହସିଲେ ଦୁର୍ବାସା। କହିଲେ, ଦୁର୍ଯ୍ୟୋଧନ, ତୁମରି ଇଚ୍ଛା ଅନୁସାରେ ମୁଁ ଏହି କ୍ଷଣି ମୋର 10,000 ଶିଷ୍ୟ ସଙ୍ଗେ ଘେନି ଯୁଧିଷ୍ଠିରଙ୍କ ଅତିଥି ହେବା ପାଇଁ ଯାଉଛି। ଶିଷ୍ୟମାନଙ୍କୁ ଯାତ୍ରା ନିମନ୍ତେ ତୁରନ୍ତ ପ୍ରସ୍ତୁତ ହେବା ପାଇଁ ସେ ନିର୍ଦ୍ଦେଶ ଦେଲେ। ସେତିକିବେଳେ ଦୁର୍ଯ୍ୟୋଧନ ଅତି ବିନୟ ଭାବରେ ଦୁର୍ବାସାଙ୍କ ପାଦ ତଳେ ଜାନୁ ପାତି କର ଯୋଡ଼ି ତାଙ୍କର ଆଉ ଏକ ପ୍ରାର୍ଥନା ଜଣାଇବାର ଅଛି ବୋଲି ନିବେଦନ କରିଥିଲେ। ମନ୍ଦହାସ ବଦନ ମହର୍ଷି ଦୁର୍ଯ୍ୟୋଧନଙ୍କୁ ତାଙ୍କର ପ୍ରାର୍ଥନା ଜ୍ଞାପନ କରିବା ପାଇଁ ଅନୁମତି ଦେଲେ। ଅନୁମତି ପାଇ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ବିନାଶ କରିବା ସଂକଳ୍ପରେ ନିଜର ଦୁରାଲୋଚନା ଓ ଦୁଷ୍ଟବୁଦ୍ଧି ଅନ୍ତର ଭିତରେ ଗୋପନ କରି ଓ ଆଶାନ୍ୱିତ ଭାବରେ କହିଲେ, ପ୍ରଭୁ, ଆପଣ ଧର୍ମଜଙ୍କ ଅତିଥି ହେବା ପାଇଁ ଯାଉଛନ୍ତି। ତେବେ ମୋର ପ୍ରାର୍ଥନା ସ୍ୱୀକାର କରି ଦ୍ରୌପଦୀଙ୍କ ଭୋଜନ ଶେଷ ହେବା ପରେ ଆପଣ ପାଣ୍ଡବମାନଙ୍କ ଦ୍ୱାରରେ ପହଞ୍ଚିଲେ ସେମାନଙ୍କର ମହତ୍ତର ଭକ୍ତି ଶକ୍ତି ଆପଣ ଦେଖିବାକୁ ପାଇପାରିବେ। ଆପଣ କିଞ୍ଚିତ୍ ବିଳମ୍ବରେ ଯାଇ ସେମାନେ ଭୋଜନାଦି ଶେଷ କରି ବିଶ୍ରାମ କରୁଥିଲା ବେଳେ ଆପଣଙ୍କୁ ଓ ଆପଣଙ୍କ ଶିଷ୍ୟମାନଙ୍କୁ ଭୋଜନ ପରିବେଷଣ କରିବା ପାଇଁ ଧର୍ମରାଜାଙ୍କୁ ଆଦେଶ କଲେ ମୋତେ ଆପଣ ଅଭୂତପୂର୍ବ ଆନନ୍ଦ ଦେବେ ଏବଂ ମୋତେ ଧନ୍ୟ କରିବେ। ଦୁର୍ଯ୍ୟୋଧନଙ୍କର ପ୍ରାର୍ଥନା ସେ ଅଙ୍ଗୀକାର କରିଛନ୍ତି ବୋଲି ଜଣାଇ ମହାମୁନି ସଶିଷ୍ୟ ବନାଭିମୁଖେ ଗମନ କରିଥିଲେ। ଦୁର୍ଯ୍ୟୋଧନଙ୍କ ପ୍ରାର୍ଥନାର ଏକ ପ୍ରକାର ଅନ୍ତରାର୍ଥ ବି ଥିଲା। ତାହା କହୁଛି ଶୁଣ। ଦିନେ ପ୍ରଭାତ କାଳରେ ପାଣ୍ଡବମାନଙ୍କ ପ୍ରାର୍ଥନାରେ ପ୍ରସନ୍ନ ସୂର୍ଯ୍ୟଦେବ ଏକ ଅକ୍ଷୟ ପାତ୍ର ସେମାନଙ୍କୁ ଅନୁଗ୍ରହ କରିଥିଲେ। ସ୍ୱାମୀମାନଙ୍କ ଭୋଜନ ପରେ ସାଧ୍ୱୀ ଶିରୋମଣି ଦ୍ରୌପଦୀ ନିଜେ ଭୋଜନ କରିଥାନ୍ତି। ତାଙ୍କର ଭୋଜନ ଶେଷ ନ ହେଲା ପର୍ଯ୍ୟନ୍ତ ସୂର୍ଯ୍ୟଦେବଙ୍କ ବର ଅନୁସାରେ ସେ ପାତ୍ରରୁ ଯେତେ ବାହାର କରୁଥିଲେ ମଧ୍ୟ ସେଥିର ଖାଦ୍ୟ ସାମଗ୍ରୀ ଶେଷ ହୋଇନଥାଏ। ସେତିକି କେବଳ ନୁହେଁ, ଦିନରେ ଥରେ ମାତ୍ର ଏକାଧିକ ବାର ନୁହେଁ, ସେହି ପାତ୍ରରୁ ଭୋଜ୍ୟ ପଦାର୍ଥ ପରିବେଷଣ କରାଗଲେ ତାର ଅକ୍ଷୟତ୍ୱ ଅକ୍ଷୁଣ୍ଣ ରହେ। ଦ୍ରୌପଦୀଙ୍କ ଭୋଜନ ଶେଷ ନ ହେଲା ପର୍ଯ୍ୟନ୍ତ ସେ ପାତ୍ରରୁ ଲକ୍ଷ ଲକ୍ଷ ଲୋକଙ୍କୁ ଭୋଜନ ପରିବେଷଣ କଲେ ମଧ୍ୟ
ତାର ପରିମାଣ ହ୍ରାସ ହୁଏ ନାହିଁ। ଅର୍ଥାତ୍ ସେହି ପାତ୍ରରେ ଅଣୁ ପ୍ରମାଣ ଖାଦ୍ୟ ପଦାର୍ଥ ଲାଗିଥିଲେ ତାହା ବୃଦ୍ଧି ପାଇ ଅକ୍ଷୟତ୍ୱ ପ୍ରାପ୍ତ ହୋଇଥାଏ। ଏହିପରି ଇଏ ପବିତ୍ର ପାତ୍ରର ମହାତ୍ମ୍ୟ। ଏକଥା ଜାଣିଥିଲେ ବୋଲି ଦୁର୍ଯ୍ୟୋଧନ ସେପରି ପ୍ରାର୍ଥନା କରିଥିଲେ। ପ୍ରତିଦିନ ଭୋଜନାନ୍ତେ ଦ୍ରୌପଦୀ ନିଜେ ସେହି ପାତ୍ରଟିକୁ ଧୋଇ ପୋଛି ରଖିଥାନ୍ତି। ସେଥିରେ ଖାଦ୍ୟ ପଦାର୍ଥର ଲେଶ ନଥାଏ। ସେପରି ସମୟରେ ମହର୍ଷି ଅତିଥି ହେଲେ ତାଙ୍କର ସନ୍ତୋଷ ବିଧାନ କରିବା ସମ୍ଭବ ହୁଅନ୍ତା ନାହିଁ। ମହର୍ଷି ତ ସ୍ୱଭାବ କ୍ରୋଧୀ। ସେ ଅବଶ୍ୟ ପାଣ୍ଡବମାନଙ୍କୁ ଶାପ ଦେଇଥାନ୍ତେ ଏବଂ କୌରବମାନେ ପାଣ୍ଡବ ପୀଡ଼ାରୁ ସବୁଦିନ ପାଇଁ ମୁକ୍ତ ହୋଇ ଶାନ୍ତିରେ ଜୀବନ କଟାନ୍ତେ। ଏହା ଥିଲା ଦୁର୍ଯ୍ୟୋଧନଙ୍କ କ୍ରୂର ବିଚାର। କିନ୍ତୁ ପାଣ୍ଡବମାନେ ପରାଶ୍ରିତ ନଥିଲେ, ସେମାନେ ଥିଲେ ପରମାଶ୍ରିତ। ସେପରି ଲୋକଙ୍କର କୌଣସି ଋଷି ଶାପ ଅନିଷ୍ଟ କରିପାରେ ନାହିଁ। ସର୍ବରକ୍ଷକ ସର୍ବେଶ୍ୱର ପାଣ୍ଡବଙ୍କ ପଟରେ ଥିଲାବେଳେ ଦୁଷ୍ଟ ବୁଦ୍ଧି ବ୍ୟକ୍ତିର ଅଷ୍ଟସିଦ୍ଧି ଶକ୍ତି ସେମାନଙ୍କ ପାଖରେ ମୁଣ୍ଡ ନୁଆଁଇବା ଛଡ଼ା ଅନ୍ୟ ବାଟ ନଥିଲା। ଯିଏ ଚିନ୍ତେ ପର ମନ୍ଦ ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ଏହି ସତ୍ୟ ସେହି ଧୂର୍ତ୍ତ କୌରବମାନେ ଧରିପାରିନଥିଲେ। ସେଦିନ ଭୋଜନାନ୍ତେ ଦ୍ରୌପଦୀ ଅକ୍ଷୟ ପାତ୍ରଟିକୁ ଧୋଇ ପୋଛି ଯଥାସ୍ଥାନରେ ରଖିଦେଇଥିଲେ। ତାମ୍ବୁଳ ସେବନ କରି ପର୍ଣ୍ଣ କୁଟୀରରେ ସ୍ୱାମୀମାନଙ୍କ ସଙ୍ଗେ ବସିଥିଲା କାଳରେ ଦୁର୍ଯ୍ୟୋଧନଙ୍କ ବାଞ୍ଛା ପୂରଣ ଉଦ୍ଦେଶ୍ୟରେ 10,000 ଶିଷ୍ୟଙ୍କୁ ଧରି ମହାମୁନି ଦୁର୍ବାସା ସେଠାରେ ଉପସ୍ଥିତ ହେଲେ। ମହର୍ଷିଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଯୁଧିଷ୍ଠିର ଆସନ ତ୍ୟାଗ କରି ନିର୍ମଳ ଜଳରେ ତାଙ୍କର ପାଦ ପ୍ରକ୍ଷାଳନ କଲେ। ଯଥାବିଧି ପୂଜା ବନ୍ଦନା କରି କହିଲେ, ଆଜି ମୋର ପରମ ସୁଦିନ। ମହାଋଷିଙ୍କୁ ଦର୍ଶନ କରି ମୁଁ ଧନ୍ୟ ହୋଇଛି। ଆନନ୍ଦରେ ଯୁଧିଷ୍ଠିରଙ୍କ ନେତ୍ରରୁ ଲୋତକ ଝରିଥିଲା। ପୁଲକିତ ଦେହରେ ସେ ହାତ ଯୋଡ଼ି ଦୁର୍ବାସାଙ୍କ ସମ୍ମୁଖରେ ଠିଆ ହୋଇଥିଲେ। ତାଙ୍କ ପାଖରେ ଅନ୍ୟ ଭାଇମାନେ ଓ ଦ୍ରୌପଦୀ ଋଷିଙ୍କୁ ନମସ୍କାର କରି ବିନମ୍ର ଭାବରେ ମୁଣ୍ଡ ନୁଆଇଁ ଠିଆ ହୋଇଥାନ୍ତି। ଯାତ୍ରା କ୍ଳାନ୍ତି ଦୁର୍ବାସାଙ୍କ ଦେହରେ ପ୍ରତିଫଳିତ ହୋଇଥିଲା। ଏକ ପ୍ରକାର ବିରକ୍ତ ଭାବରେ କହିଲେ, ଧର୍ମଜ, ଆମେ ସ୍ନାନ ସନ୍ଧ୍ୟାଦି କର୍ମ ସାରି ଆସୁଛୁ। ମୁଁ ଓ ମୋର 10,000 ଶିଷ୍ୟଙ୍କ ପାଇଁ ଭୋଜନ ପ୍ରସ୍ତୁତ କରି ରଖ। ଋଷି ଓ ତାଙ୍କର ଶିଷ୍ୟମାନେ ତ୍ୱରିତ ପଦରେ ନଦୀ ସ୍ନାନ ନିମନ୍ତେ ଗମନ କଲେ। ଦୁର୍ବାସାଙ୍କ ଆଦେଶ ଶୁଣି ଯୁଧିଷ୍ଠିର ହତାଶ ହୋଇଯାଇଥିଲେ। ତାଙ୍କର ଛାତିରେ ପଥର ପଡ଼ିଲା ଭଳି ବୋଧ ହେଲା। କୁଟୀର ଭିତରକୁ ଡାକି ନେଇ ସେ ଦ୍ରୌପଦୀଙ୍କ ସଙ୍ଗେ ପରାମର୍ଶ କଲେ। ଅକ୍ଷୟ ପାତ୍ର ଧୁଆ ପୋଛା ହୋଇ ରହିଲାଣି ଶୁଣି ପରିଣାମ କ'ଣ ହେବ ବୋଲି ସେ ନାନା ଦୁର୍ଭାବନାରେ ଆନ୍ଦୋଳିତ ହେଉଥିଲେ। ଜଣେ କି 2 ଜଣ ନୁହେଁ, 10,000 ଲୋକଙ୍କୁ ସେ ଭୋଜନ ଯୋଗାଇ ଦେବେ କିପରି? ଅଭୁକ୍ତ ଋଷି କ'ଣ କରି ବସିବେ ବୋଲି ସେମାନଙ୍କ ଆତଙ୍କର ସୀମା ନଥିଲା। ଦ୍ରୌପଦୀ ଗୃହଲକ୍ଷ୍ମୀ। ଅତିଥି ଅଭ୍ୟାଗତ ସେବାରୁ ସେ ଆନନ୍ଦ ଅନୁଭବ କରୁଥାନ୍ତି। କିନ୍ତୁ ବଡ଼ ଅସମୟରେ ଆସିଥିଲେ ଦୁର୍ବାସା। ଅରଣ୍ୟ ଭିତରେ ହଠାତ୍ ଏତେ ଲୋକଙ୍କ ପାଇଁ ସେ ଆହାର ବ୍ୟବସ୍ଥା କରନ୍ତେ କିପରି? ସେ ବଡ଼ ଚିନ୍ତାନ୍ୱିତ ଥିଲେ। ଆଗନ୍ତୁକ ସାଧାରଣ ବ୍ୟକ୍ତି ନୁହନ୍ତି, ଦୁର୍ବାସା ମହର୍ଷି। ତାଙ୍କର ଶକ୍ତି ସାମର୍ଥ୍ୟ ଲୋକରେ ସୁବିଦିତ। ସେ ଚାହିଁଲେ ମୁହୂର୍ତ୍ତକରେ ଯାହା କିଛି ଭସ୍ମ କରିଦେଇ ପାରନ୍ତି। ଆଜି ତାଙ୍କର ପତିମାନଙ୍କର କି ଅନିଷ୍ଟ ଘଟିବ କେଜାଣି? ଦ୍ରୌପଦୀ ବଡ଼ ବିଚଳିତ ହୋଇପଡ଼ିଥିଲେ। गिरिधर गोपाला हे 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 गिरिधर गोपाला माधव मुरहर मधुर मनोहर गिरिधर गोपाला गिरिधर गोपाला
ಮುರಹರ ಮಧುರ ಮನೋಹರ ಗಿರಿಧರ ಗೋಪಾಲ ಮುರಹರ ಮಧುರ ಮನೋಹರ ಹೇ ಗಿರಿಧರ ಗೋಪಾಲ 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 ಮಾಧವ ಮುರಹರ ಮಧುರ ಮನೋಹರ ಗಿರಿಧರ